ଦେଖନ୍ତୁ ଆମର ଯେଉଁ ଚିଫ୍ ମିନିଷ୍ଟର ଅଫିସକୁ ଡକରା ଯାଇଥିଲା ସେଇଠି ଆମର ଦଳର ବିଷୟରେ ଆଲୋଚନା ହେଲା ଯେ ଦଳର ସଂଗଠନ କିଭଳି ଭାବେ ସୁଦୃଢ଼ ରହିବ ବିଭିନ୍ନ ବିକାଶମୂଳକ ଧାରାକୁ ନେଇ ଆଗକୁ ଯିବାକୁ ପଡ଼ିବ ସେ ଉପରେ ଆମକୁ ସାର୍ ଆମକୁ ନିର୍ଦ୍ଦେଶ ଦେଇଥିଲେ। ମେଣ୍ଟକୁ ନେଇକି କ'ଣ ଆଲୋଚନା ହେଲା? ମେଣ୍ଟ ବିଷୟରେ ଆମର ଷଷ୍ଠ ହେଲା ଯେ ଆମର ମେଣ୍ଟ ହେବନି, ଦଳ ହିସାବରେ ଯାହା ଯେଉଁଭଳି ଆଗରୁ ଚାଲିଥିଲା ସେଭଳି ଚାଲିବ। ନିଶ୍ଚୟ ଭାବେ ମୁଁ କହିବି ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯେଉଁ ରହିଛି ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭା ଆସନ ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନ ନିଶ୍ଚିତ ଭାବେ ପଞ୍ଚାୟତ ଇଲେକ୍ସନଠୁ ଆଜିକା ଦିନ ପର୍ଯ୍ୟନ୍ତ ପଞ୍ଚାୟତ ପ୍ରତି ବ୍ଲକରେ ଚେୟାରମ୍ୟାନ୍ ଜିଲ୍ଲା ପରିଷଦ ଗଠନ ହୋଇପାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀର ବିକାଶ ଧାରାକୁ ନେଇକି ଆଜି ଆମେ ରଣରଙ୍ଗାରେ ଓହ୍ଲାଇବୁ। ଆମର ଦଳର ସକ୍ରିୟ କର୍ମୀ ନେତା ନେତୃବୃନ୍ଦ ସମସ୍ତେ ଅଛନ୍ତି, ଯୁବ ମହିଳା ଏବଂ MP ରିପ୍ରେଜେଣ୍ଟ ଏବଂ ସମସ୍ତେ ଆମର ସଜାଗ ଅଛନ୍ତି। ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ଗଜପତି ଜିଲ୍ଲାରେ, ଏଇଟା ସନ୍ଦେହ ନାହିଁ ବୋଲି ମୁଁ ମନେ କରୁଛି। ଦେଖନ୍ତୁ ଆଜ୍ଞା, ଟିକଟ ଯେଉଁମାନେ ଆଶାୟୀ ପ୍ରାର୍ଥୀ ଗୁଡ଼ାକ ଅଛନ୍ତି ସେଇଟା ଟିକଟ କୌଣସି ପ୍ରକାର କାହା ହାତରେ ନାହିଁ, ସେଇଟାକୁ ବିଭିନ୍ନ ପ୍ରକାର ଯାଞ୍ଚ କରାଯାଉଛି। ଆମର ଲୋକାଲ ଯେଉଁ ଇଣ୍ଟେଲିଜେନ୍ସ ରିପୋର୍ଟ ବିଭିନ୍ନ ରିପୋର୍ଟ ଆଧାର ପରେ ଯେଉଁ ସେ ଆଧାରକୁ ବେସ୍ କରିକି ଟିକଟ ଦେବାର ବ୍ୟବସ୍ଥା ରହିଛି। ଯାହାର କି ଯାହାକୁ ବି ଟିକଟ ଦିଅନ୍ତି ଆମେ ମୋହନା ଏବଂ ପାରଳାଖେମୁଣ୍ଡି ଆମେ ଦଳକୁ ଜାଣିଛୁ ଏବଂ ଆମର ଯିଏକି ହାଇକମାଣ୍ଡର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦର୍ଶର ମୁଖ୍ୟମନ୍ତ୍ରୀ ସେ ଜଣେ ସମାଜସେବୀ, ପ୍ରତି ଗାଁରେ କାମ କରିକି ଆସିଛି।